ଶୀତ ଦିନରେ ଥଣ୍ଡା ଥଣ୍ଡା ପାଗକୁ ଗରମ ଜିନିଷ କାହାକୁ ବା ପସନ୍ଦ ନୁହଁ। ସେ ଚାହା ହଉ କିମ୍ବା ସୁପ୍ ସମସ୍ତଙ୍କୁ ପସନ୍ଦ ଆସିଥାଏ। ପେଟ ବି ପୁରି ଯାଇଥାଏ ଆଉ ମନ ମଧ୍ୟ ଭରି ଯାଇଥାଏ। ବହୁତ ସହଜ ବନେଇବା ଏହାକୁ। ଚାଲନ୍ତୁ ଆଜି ଆମେ ବନେଇବା ସୁଇଟ୍ କର୍ନ ସୁପ୍ ବା ମିଠା ମକାର ସୁପ୍। ଏହାକୁ ବନେଇବା ବହୁତ ସହଜ, ଅତି କମ ସମୟରେ ବନି ଯାଇଥାଏ ଆଉ କମ ସାମଗ୍ରୀରେ ମଧ୍ୟ ବନି ଯାଇଥାଏ। ବିନା ପିଆଜ ରସୁଣରେ ବନା ଯାଇଛି, ନା କୌଣସି ତେଲ ମସଲା କିଛି ବି ପକା ଯାଇ ନଥାଏ, ଯୋଉଟା କି ଦେହ ପାଇଁ କି ବହୁତ ହେଲ୍ଦି ହେଇଥାଏ ଆଉ ଛୋଟଠୁ ବଡ ମାନେ ଏହାକୁ ପସନ୍ଦ କରିଥାନ୍ତି। ଚାଲନ୍ତୁ ଏବେ ଆମେ ସୁଇଟ୍ କର୍ନ ସୁପ୍ ବନେଇବା ଷ୍ଟାର୍ଟ କରିବା। ସୁଇଟ୍ କର୍ନ ସୁପ୍ ପାଇଁ କି ଦେଖନ୍ତୁ ମୁଁ ଏଠି ଗୋଟେ ସୁଇଟ୍ କର୍ନ ନେଇଛି। ବଡ ସୁଇଟ୍ କର୍ନଟେ, ଏଇଟା ପୁରା ତାଜାଟେ ଅଛି। ବହୁତ କଅଁଳିଆ କଅଁଳିଆ କର୍ନ ଗୁଡିକ ଅଛି। ମୁଁ ଏଠି ଗୋଟେ ବଡ କ୍ୟାପ୍ସିକମ ନେଇଛି, ତା ସହିତ ଦୁଇଟି ଗାଜର ମଧ୍ୟ ନେଇଛି। ଗାଜର ଆଉ କ୍ୟାପ୍ସିକମ କୁ ମୁଁ ଭଲ ଭାବେ ଧୋଇ ସଫା କରି ନେଇଛି। ଏବେ ଚାଲନ୍ତୁ ଗାଜରକୁ ଆମେ କାଟି ନବା। ଦେଖନ୍ତୁ ମୁଁ ଏଠି ଦୁଇଟି ଗାଜରକୁ ଏବେ ଛୋଟ ଛୋଟ କରି କାଟି ନଉଛି। ଏମିତି ପୁରା ଛୋଟ ଛୋଟ ସାଇଜ କରିବା, ପିସ୍ ପିସ୍ କରି ନବା। ଦେଖନ୍ତୁ ତା ସହିତ ମୁଁ ଏଠି କ୍ୟାପ୍ସିକମ କୁ ମଧ୍ୟ ଭଲ ଭାବେ ଦେଖନ୍ତୁ ଛୋଟ ଛୋଟ କାଟି ନେଇଛି। ମୁଁ ଏଠି ଦୁଇଟି ଗାଜର ଆଉ ଫାଳେ କ୍ୟାପ୍ସିକମ ନେଇଛି, ବଡ ପିସ୍ କ୍ୟାପ୍ସିକମ ଗୋଟେ ନେଇଛି। ସୁଇଟ୍ କର୍ନର ଚୋପା ଛଡେଇ ତାକୁ ଭଲ ଭାବେ ସଫା କରିଦେଇଛି। ସଫା କରି ସାରିବା ପରେ ଦାନାକୁ ମୁଁ ଗୋଟେ ଦୁଇ ଲାଇନ ଭଲ ଭାବେ କାଢି ନେଇଛି। କାଢି ସାରିବା ପରେ ଏମିତି ଆରାମସେ ସବୁ କର୍ନ ଗୁଡିକ ମୋର ବାହାରି ଯାଇଛି। ସବୁ କର୍ନ ଗୁଡିକୁ ମୁଁ ଏଠି ଦେଖନ୍ତୁ ବାଉଲରେ ନେଇ ଯାଇଛି। ନେଇ ସାରିବା ପରେ ସେଥିରେ କିଛି ପାଣି ଦେଇ କର୍ନକୁ ଭଲ ଭାବେ ଧୋଇ ଦେଇଛି। ଏଠି ମୁଁ କର୍ନ ଗୁଡିକୁ ଦୁଇ ଭାଗ କରି ନେଇଛି। ଗୋଟେ ଭାଗକୁ ମୁଁ ଏଠି ଗ୍ରାଇଣ୍ଡିଙ୍ଗ କରି ନେଉଛି। ଦେଖନ୍ତୁ ମୁଁ ଏଠି ଅଳ୍ପ କିଛି କର୍ନ ଗୁଡିକୁ ଗ୍ରାଇଣ୍ଡରରେ ଦେଇ ଦେଇଛି ଆଉ ସେଥିରେ ଅଳ୍ପ ଟିକେ ପାଣି ଦେଇ ପୁରା ଗୋଟେ ସ୍ମୁଥ ପେଷ୍ଟ ତିଆରି କରି ନେଇଛି। ଦେଖନ୍ତୁ ଆଉ ଏଠି କିଛି ବଳକା କର୍ନ ଗୁଡିକୁ ମୁଁ ରଖିଛି। ଏବେ ଆମେ ସାଇଡ କରିବା କର୍ନ ଗୁଡିକୁ। ଚାଲନ୍ତୁ ସୁପ୍ ପାଇଁ କି ଏବେ ଆମେ ଗୋଟେ ଲିକ୍ୱିଡ ତିଆରି କରିବା। ସେଥିପାଇଁ କି ମୁଁ ଏଠି ଗୋଟେ ବାଉଲରେ ପାଣି ନେଇଛି। ପାଣିରେ ଗୋଟେ ଚାମଚ କର୍ନଫ୍ଲାୱାର ଦେଇଛି ଆଉ ଗୋଟେ ଚାମଚ ମୁଁ ନେଇଛି ଗୋଲମରିଚର ଗୁଣ୍ଡ ବା ବ୍ଲାକ ପେପର। ଏଇ ଲିକ୍ୱିଡଟା ଆମେ ଯୋଉ ତିଆରି କରିଛୁ ଏଇଟା ଆମ ସୁପ୍ କୁ ଠିକ କରିବ। ଚାଲନ୍ତୁ ଏବେ ଆମେ ନେକ୍ସଟ ଷ୍ଟେପ କୁ ଯିବା। ଏଠି ଦେଖନ୍ତୁ ମୁଁ ଏଠି କରେଇରେ ପାଣି ଦେଇ ଦେଇଛି। ପାଣି ଗରମ ହୋଇଛି। ସେଇ ସମୟରେ ଆମେ ଯୋଉ କର୍ନ ଗୁଡିକ ରଖିଥିଲେ ଧୋଇ, କର୍ନକୁ ଦେଇଦବା ଆଉ ସେଥିରେ ଅଳ୍ପ ଟିକେ ଲୁଣ ଦେଇ ତାକୁ ସିଝିବାକୁ ଛାଡିଦବା। ଦେଖନ୍ତୁ କର୍ନ ଗୁଡିକ ଭଲ ଭାବେ ସିଝି ଉପରକୁ ଉଠି ଆସିଛି। ଦେଖନ୍ତୁ କର୍ନ ଗୁଡିକ ଯେତେ ସିଝୁଛି ତାର କଲର କେତେ ଭଲ ଭାବେ ଚେଞ୍ଜ ହେଇଯାଉଛି। ୟେଲୋ ଥିଲା, ଏବେ ଦେଖନ୍ତୁ ଅରେଞ୍ଜ ହେଇଗଲାଣି। ଏବେ ଆମେ କର୍ନ ଗୁଡିକୁ ଛାଣି ବାହାର କରି ନବା। ଏବେ ଆମେ କରେଇରେ ପାଣି ଦେଇ ଦେଇଛୁ। ଆମେ ଯୋଉ ଗ୍ରାଇଣ୍ଡିଙ୍ଗ କରି ରଖିଥିଲୁ ଆଉ କିଛି କର୍ନକୁ ତାକୁ ଆମେ ଦେଇଦବୁ। ଏଇଟା ଦବା ଦ୍ଵାରା କର୍ନଟି ଆମର ବହଳିଆ ହେଇଥାଏ ଭଲ ଭାବେ। ତାକୁ ଆମେ ଭଲ ଭାବେ ଏମିତି ଗୋଳେଇବା। ଦେଖନ୍ତୁ କଲର ବି ଚେଞ୍ଜ ହେଇଯାଉଛି କେମିତି। କର୍ନ ଆଉ ଏ ପାଣିଟି ଫୁଟିବା ପରେ ଗୋଟେ ଫେଣ ଛାଡିଥାଏ, ସେ ଫେଣକୁ ଆମେ ବାରମ୍ବାର କାଢିଦବା। ସେଥିରେ ଆମେ ସିଝେଇ ରଖିଥିବା ଗୋଟା ମକା ତାକୁ ଦେଇଦବା। ତାପରେ ସେଥିରେ ଗାଜର ଆଉ କ୍ୟାପ୍ସିକମକୁ ଯୋଉ ଛୋଟ ଛୋଟ କରି କାଟି ରଖିଥିଲୁ ତାକୁ ମଧ୍ୟ ଦେଇଦବା। ଦେଇ ସାରିବା ପରେ ଭଲ ଭାବେ ଫୁଟିବାକୁ ଛାଡିବା ଆଉ ବାରମ୍ବାର ଗୋଳେଇବା। ଦେଖନ୍ତୁ ଭଲ ଭାବେ ଗୋଳେଇବେ। ସବୁ ଗୁଡିକ ଭଲ ଭାବେ ଫୁଟୁଛି। ଏଇ ସମୟରେ ଆମେ ଲୁଣ ଦବା। ଦେଖନ୍ତୁ ମୁଁ ଏଠି ଲୁଣ ଦେଇ ଦଉଛି ଆଉ ଏସବୁକୁ ଭଲ ଭାବେ ଗୋଳେଇ ନଉଛି। ଏଇ ଯୋଉ ପରିବା ଉପରେ ଯୋଉ ଫେଣ ଗୁଡିକ ଆସୁଛି ତାକୁ ଆପଣ ବାରମ୍ବାର କାଢି ଦଉଥିବେ। ଏଠି ଦେଖନ୍ତୁ ମୁଁ ଚିନି ଦେଇ ଦେଇଛି, ହାଫ ଚାମଚ ଚିନି ଦେଇଛି। ସୁପ ର ଟେଷ୍ଟ କୁ ବାଲାନ୍ସ କରିବା ପାଇଁ ମୁଁ ଏଠି ଚିନି ଦେଇଛି ଆଉ ଭଲ ମଧ୍ୟ ଲାଗିବ। ଆପଣ ମାନେ ଚାହିଁଲେ ସ୍କିପ ମଧ୍ୟ କରିଦେଇ ପାରନ୍ତି। ଦେଖନ୍ତୁ ଏଇ ଫେଣ ଗୁଡିକୁ ମୁଁ କେମିତି ବାହାର କରୁଛି। ଆପଣ ମାନେ ଚାହିଁଲେ ଭେଜିଟେବୁଲ୍ସ ପକେଇବା ଆଗରୁ ସୁପ୍ ଉପରେ ଯୋଉ ଫେଣ ଗୁଡିକ ସେଇଟାକୁ ଆପଣ ବାହାର କରିଦେବେ। ଯଦି କୌଣସି ଭେଜିଟେବୁଲ ସୁପ୍ ବନଉଛନ୍ତି ଏମିତି କର୍ନର ସ୍ଲରି ନ ଦଉଛନ୍ତି ତ ସେତେବେଳେ ଆପଣ ମାନଙ୍କର ଇଏ ଫେଣ ବାହାରିବ ନାହିଁ। ଏବେ ଦେଖନ୍ତୁ ସୁପ୍ ଟି ଆମର ପୁରା ବହଳିଆ ହେଇଗଲାଣି। ଏଇ ସମୟରେ ଆମେ ଅଳ୍ପ ଟିକେ ଭିନେଗାର ଦବା। ଗୋଟେର 2 ଚାମଚ ଭିନେଗାର ଦେବେ। ଯେତେ ସୁପ୍ ର କ୍ୱାଣ୍ଟିଟି ଦେଖି ଆପଣ ଭିନେଗାର ଦେବେ। ମୁଁ ଭିନେଗାର ଦେଇ ସାରିବା ପରେ ଭଲ ଭାବେ ୟାକୁ ଗୋଳେଇ ନେଇଛି। ଦେଖନ୍ତୁ ଟିକେ ଗୋଳେଇ ସାରିବା ପରେ ଯେତେବେଳେ ଆପଣ ମାନେ ଦେଖିବେ ଆପଣଙ୍କର ସୁପ୍ ଟି ରେଡି ହେଇ ଆସିଲାନି, ସେଇ ସମୟରେ ଆପଣ ଏଇ ଲିକ୍ୱିଡ ଟିକୁ ଦେବେ। ଯୋଉ ଲିକ୍ୱିଡ ଟି ଆମେ ବନେଇଥିଲୁ ଗୋଲମରିଚ ଆଉ କର୍ନଫ୍ଲାୱାର ରେ। ଏଇ ଲିକ୍ୱିଡ ଟି ଦବା ଦ୍ୱାରା ଆମର ସୁପ୍ ଟି ପୁରା ଠିକ ହେଇଯିବ। ଆଉ 5 ମିନିଟ लो फ्लेम ରେ ଆମେ ଭଲ ଭାବେ ଫୁଟେଇ ଦବା। କିଛି ସମୟ ଫୁଟି ସାରିବା
ପରେ ସେଥିରେ ମୁଁ ଦେଖନ୍ତୁ ଧନିଆ ପତ୍ର ଦେଇ ଦେଇଛି। ଧନିଆ ପତ୍ର ଦେଇ ସାରିବା ପରେ ଏବେ ଆମର ରେଡି ହେଇଗଲା ସୁଇଟ କର୍ନ ସୁପ୍। ଏଠି ମୋର ଲୁଣ ଟିକେ କମ ଲାଗୁଥିଲା, ସେଥିପାଇଁ ମୁଁ ହାଲକା ଟିକେ ଲୁଣ ଦେଇ ଦେଇଛି। ଆପଣ ମାନଙ୍କୁ ଟେଷ୍ଟ ଅନୁସାରେ ଆପଣ ଦେବେ ଲୁଣ। ତ ଆମର ଏଠି ରେଡି ହେଇଗଲା ସୁଇଟ କର୍ନ ସୁପ୍। ଆପଣ ମାନେ ଏହାକୁ ଛୋଟଠୁ ବଡ ପର୍ଯ୍ୟନ୍ତ ପିଇ ପାରିବେ, ଯୋଉଟା କି ଥଣ୍ଡା ଦିନେ ଖାଇବା ଆଉ ପିଇବା ଦୁଇଟି ଯାକ ଗୋଟେ ହେଇଯିବ। କାହିଁକି ନା ଶୀତ ଦିନରେ ଅଳ୍ପ ଖାଇବା ଦରକାର, ସେଥିପାଇଁ ସୁପ୍ ଟି ଭଲ ଅପସନ ହୋଇଥାଏ। ଏବେ ଆମର ରେଡି ହେଇଗଲା ସୁଇଟ କର୍ନ ସୁପ୍। ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣ ମାନଙ୍କୁ ଧନ୍ୟବାଦ। ଯଦି ମୋର ଭିଡିଓଟି ଆପଣ ମାନଙ୍କୁ ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, କମେଣ୍ଟ ଓ ସବସ୍କ୍ରାଇବ କରିବାକୁ ଜମାରୁ ବି ଭୁଲିବେ ନାହିଁ। ସେଥିରେ ଥିବା ବେଲ୍ ଆଇକନକୁ ମଧ୍ୟ ଦବାଇ ଦେବେ, ଯାହା ଦ୍ୱାରା କି ନୂଆ ନୂଆ ଭିଡିଓର ନୋଟିଫିକେସନ ଆପଣ ମାନଙ୍କ ପାଖରେ ପହଞ୍ଚିବ। ଆପଣ ମୋର ସମସ୍ତ ଭିଡିଓ ଦେଖିପାରିବେ। ଫେସବୁକ୍ ପେଜରେ ଦେଖୁଥିଲେ ଫଲୋ କରି ନିଅନ୍ତୁ। ରହିଲି, ଧନ୍ୟବାଦ।